କିଛି ରେ ମା ମୁଁ ଜାଣିଛି ମୋ ସୁନା ଝିଅ କେବେ ପିତ୍ତଳ ହେଇପାରିବନି ଏ ବିଶ୍ୱାସ ମୋର ଅଛି। ହେଲେ ମା ବାପା ଗୋଟାଏ କଥା ଜାଣିଛୁ କ'ଣ? ମୋର ଦୀର୍ଘ ଦିନର ପୁରୁଣା ବନ୍ଧୁ ମଣିପୁର ରାଜା ବିକ୍ରମ କେଶରୀ ତାଙ୍କ ପୁଅ ଚିନ୍ମୟ ସହିତ ତୋର ବାହାଘର ପାଇଁ ପ୍ରସ୍ତାବ ଦେଇଛନ୍ତି ରେ ମା। ମୁଁ ମଧ୍ୟ ତାଙ୍କୁ କଥା ଦେଇ ସାରିଛି ତାଙ୍କ ସହିତ ମୁଁ ନିଶ୍ଚୟ ବନ୍ଧୁ ବାନ୍ଧିବି ଚିନ୍ମୟ ସହିତ ତୋର ବାହାଘର କରିବି ଲୋ ମା। ବାପା ହେଲେ ଏମିତି ହଠାତ୍ ମୋ ବାହାଘର ଠିକ୍ କରିବାଟା କାହିଁକି ମୋତେ ଭଲ ଲାଗୁନି। ମୁଁ ବାହା ବାପା ବାହାଘର କଥା ଶୁଣିଲେ ନା ସବୁ ଝିଅମାନେ ଏମିତି ଲାଜି ଯାଆନ୍ତି। ହେଲେ ମା ତୁ ଜାଣିଲୁ ଚିନ୍ମୟ ଗୋଟେ ଯୋଗ୍ୟ ପିଲା ସେ ରାଜ ସିଂହାସନର ଉତ୍ତରାଧିକାରୀ ସେଇ ମଣିପୁର ରାଜ ସିଂହାସନ ତାକୁ ଅପେକ୍ଷା କରିଛି ରେ ମା। ତୁ ତାକୁ ବାହା ହେଲେ ରାଜରାଣୀ ହେବୁ ସୁଖ ଭୋଗ କରିବୁ ଲୋ ମା। ବାପା ମୁଁ ସତ କହୁଛି ମୁଁ ଆପଣଙ୍କୁ ଛାଡ଼ିକି ବାହା ହେଇପାରିବିନି। କାହିଁକି ଲୋ ମା ତୋର ଅସୁବିଧା କ'ଣ? ମୁଁ କହିଲି ପରା ମୁଁ ବାହା ହେଇପାରିବିନି। ଏ ମା ବାପା ମୁଁ ଯେତେବେଳେ କଥା ଦେଇ ସାରିଛି ଆଉ ତ କଥା ଫେରାଇ ପାରିବନି। ତୁ କ'ଣ ମୋ ବାପାର ମୁଣ୍ଡ ତଳକୁ ହେଇଯାଏ ବୋଲି ଚାହୁଁଛୁ? ଏ ମା ବାପା ମୁଁ ତୋତେ ହାତ ଯୋଡ଼ୁଛି ରେ ମା। ନାଇଁ ବାପା ଆପଣ ଏମିତି କାହିଁ କହୁଛନ୍ତି? ଆପଣ ମୋତେ ହାତ ଯୋଡ଼ିବେ ସେମିତି ହେଇପାରିବନି। ଆପଣ ମୋତେ କେବେ ବି ଆଉ ହାତ ଯୋଡ଼ିବେନି। ମୁଁ ପୁରା ଆପଣଙ୍କ ଝିଅ। ଏ ମା ତାହେଲେ ମୋ କଥା ରକ୍ଷା କର। ସେଇ ମୋର ବନ୍ଧୁପୁତ୍ର ସହିତ ବାହା ହେବାକୁ ରାଜି ହେଇଯାଲୋ ମା। ଠିକ୍ ଅଛି ବାପା ଆପଣ ଯେତେବେଳେ କଥା ଦେଇ ସାରିଛନ୍ତି ଆପଣଙ୍କ କଥା ରଖିବା ପାଇଁ ମୁଁ ନିଶ୍ଚୟ ବାହା ହେବି। ହ୍ୟାଲୋ ମା ବାପା ତୁ ଥଟ୍ଟା କରୁନୁ ତ? ବାପା ସତ କହୁଛୁ? ସତ କହୁଛି ଏ ଦୁନିଆରେ ଆପଣଙ୍କ ଛଡ଼ା ଆମର କିଏ ଅଛି? ଆଉ ତୁ ଆପଣଙ୍କ ଖୁସିରେ ମୁଁ ବି ଖୁସି। ତୁ ତାହେଲେ ମୋ ବନ୍ଧୁର ପୁଅ ସାଙ୍ଗରେ ବାହା ହେବାକୁ ରାଜି ଅଛୁ? ହଁ ବାପା ଏ ମା ୟାଠାରୁ ବଡ଼ ଖୁସି ଦୁନିଆରେ ମୋ ପାଇଁ କିଛି ନାହିଁ ଲୋ ମା। ତୁ ହଉଛୁ ମୋରି ସୁନା ଝିଅ। ଆରେ ମା ବାପା ଆମ କୋଳକୁ ବୁଝିଲୁ ମା ମୁଁ ତୋର ଜନ୍ମଦାତା ତୋର ଅଶୁଭ ଚିନ୍ତା କେବେ କରିପାରିବିନି ଲୋ ମା। ମୁଁ ତୋର ଭଲ ଚିନ୍ତା ହିଁ କରୁଛି। ମୋ ବନ୍ଧୁ ପୁଅ ସାଙ୍ଗରେ ବାହା ହେଲେ ନା ତୁ ଖୁସିରେ ରହିବୁ ମା ଲୋ। ସବୁ ସ୍ୱର୍ଗ ସୁଖ ତୋତେ ଅନୁଭବ ଲୋ ମା। ତାପରେ ଚିହ୍ନିବୁ ତୋ ବାପା କେମିତିକା ବନ୍ଧୁ ଠିକ୍ କରିଛି ବୋଲିକି। ଠିକ୍ ଅଛି ବାପା ଏଥର ମା ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିବା। ଆମକୁ ଶୀଘ୍ର ସୈନ୍ୟ ସାମନ୍ତ ସଜବାଜ କରି ମଣିପୁର ଯିବାକୁ ପଡ଼ିବ ରେ ମା। ଆପଣ ଚାଲନ୍ତୁ ବାପା ମୁଁ ଆପଣଙ୍କ ପଛେ ପଛେ ଆସୁଛି। ଆସ ମା ଆସ ଶୀଘ୍ର ସଜବାଜ ଆରମ୍ଭ କରିବା। ଚାଲନ୍ତୁ ମୋତେ କେମିତି ଧର୍ମ ସଂକଟରେ ପକାଇଦେଲ ପ୍ରଭୁ। ସତରେ ଏପଟେ ମୁଁ ଅନ୍ୟ ଜଣକୁ କଥା ଦେଇଛି ଆଉ ଆଜି ମୋ ବାପାଙ୍କ କଥା ରଖିବା ପାଇଁ ଏପଟେ ବାହାଘର ରାଜି ହେଇଯାଇଛି।
ମୁଁ କ'ଣ କରିବି? ରାଣୀ ମୋ ତା ମା ଚାଲିଗଲା ପରେ ପିଲାଟି ଦିନରୁ ଏଡ଼ିକି କରିଛନ୍ତି। ତାଙ୍କର ଖୁସିକୁ ମୁଁ କେବେ ଭାଙ୍ଗି ପାରିବିନି। ହଁ, ତାଙ୍କ ଖୁସିକୁ ମୁଁ କେବେ ଭାଙ୍ଗି ପାରିବିନି। ଯାଏ, ତାଙ୍କ ଖୁସିରେ ହିଁ ମୋ ଖୁସି। ସିଏ ଯାହା ଚାହିଁବେ ତାହା ହବ। ଭାବିନେବି ଏଇଟା ମୋର ଭାଗ୍ୟ ବୋଲି। हेलो हीरोइन के क्लास से खुश